ସାପ ଦେଖି ପାଇଲିନି। ଆଉ ଆଜି ବି ଆଇଲା ବେଳକୁ ସାଇକି ଦେଖିଲିନି। ମୋ ଭଣଜା ଭାଣିଜି ଛୋଟ ଛୋଟ ଦିଟା ନେଇକି ଆଇଥିଲି ସାଇକି ଦେଖିବେ ବୋଲି। ତାର କଣ ହେଇଛି ଦେହ ଖରାପ ବୋଲି କହୁଛନ୍ତି। ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ତା ଦେହ ଭଲ ହେଇଯାଉ। ମଣିଷ ମାତ୍ରକରେ ଭାଇନା ପ୍ରେସରରେ ରହିବାକୁ ପଡିବ। ତାକୁ ସର୍ଟ ଆଉଟ୍ କରିବାଟା ପ୍ରଥମ ଦରକାର। ସେ କେମିତି ସର୍ଟ ଆଉଟ୍ କରିବ ତା ଉପରେ ସେ ନିର୍ଭର କରିବ। ମଣିଷ ମାତ୍ରକେ ଭାଇ ଟେନସନ ରହିଛି, ଟେନସନ ରହିବ। ସତ୍ୟନଗରରୁ ଏଇ ତୁଳସୀ ଗଣନାଟ୍ୟ ଦେଖିବାକୁ ତାର ଏଇ ବୋଧେ ଶେଷ ଦେଖା। କିନ୍ତୁ ତାର ଆଇଥିଲି 2 ଦିନ ପୂର୍ବରୁ ସାପ ଦେଖି ପାଇଲିନି। ଆଉ ଆଜି ବି ଆଇଲା ବେଳକୁ ସାଇକି ଦେଖିଲିନି। ମୋ ଭଣଜା ଭାଣିଜି ଛୋଟ ଛୋଟ ଦିଟା ନେଇକି ଆଇଥିଲି ସାଇକି ଦେଖିବେ ବୋଲି। ତାର କଣ ହେଇଛି ଦେହ ଖରାପ ବୋଲି କହୁଛନ୍ତି। ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ତା ଦେହ ଭଲ ହେଇଯାଉ। ଆଉ ସେ ପୁଣି ମଞ୍ଚକୁ ଫେରୁ। ଆଉ ନାଣ୍ଡୁଆବୁଙ୍କ ଯାତ୍ରା ପୁଣି ଥରେ ଚାଲୁ। ଆଉ ନହେଲେ ମଣିଷ ମାତ୍ରକରେ ଭାଇନା ପ୍ରେସରରେ ରହିବାକୁ ପଡିବ। ତାକୁ ସର୍ଟ ଆଉଟ୍ କରିବାଟା ପ୍ରଥମ ଦରକାର। ସେ କେମିତି ସର୍ଟ ଆଉଟ୍ କରିବ ତା ଉପରେ ସେ ନିର୍ଭର କରିବ। ମଣିଷ ମାତ୍ରକେ ଭାଇ ଟେନସନ ରହିଛି, ଟେନସନ ରହିବ। ଆଉ ତାକୁ କେମିତି ତାକୁ ସେ ଲେଟ୍ ଗୋ କରିବ ସେଟା ତା ବିଷୟରେ ସେ ଚିନ୍ତା କରିବ। ଆଉ ତା ପାଇଁ ଯଦି ଦେହ ଖରାପ ହବ ପ୍ରେସର ନେଇକିରି କଣ ହବ? ହଁ ମୁଁ ବା ଭଗବାନଙ୍କ ପାଖରେ ଆଶୀର୍ବାଦ ପ୍ରାର୍ଥନା କରୁଛି ତା ଦେହଟି ଭଲ ହେଇଯାଉ। ସେ ପୁଣି ମଞ୍ଚକୁ ଆସୁ, ଏତେ ଲୋକଙ୍କୁ ଦେଖଉ। ତାର ଯୋଉ କଳା ଲୋକମାନେ ଦେଖନ୍ତୁ, ଖୁସିରେ ରୁହନ୍ତୁ, ତାର ଆନନ୍ଦ ନିଅନ୍ତୁ, ଏତିକି କହୁଛି ଆଉ।